ଅର୍ଜୁନ ପାଶୁପତ ଅସ୍ତ୍ର ଲାଭ କରି ଦେବରାଜ ଇନ୍ଦ୍ରଙ୍କଠାରୁ ସମସ୍ତ ଅସ୍ତ୍ର ଶିକ୍ଷା କରିବା ପାଇଁ ଇନ୍ଦ୍ରପୁରୀରେ ଅବସ୍ଥାନ କଲେ। ସେଠାରେ ଅମରାବତୀର ସୌନ୍ଦର୍ଯ୍ୟ ନନ୍ଦନକାନନ ଓ ଏପରିକି ଦେବତାମାନଙ୍କର ଭୋଗ୍ୟ ମଧ୍ୟ ତାଙ୍କ ରୁଚିକର ହେଲା ନାହିଁ। ଏହି ସୌନ୍ଦର୍ଯ୍ୟ ଓ ରୋଗ ବିନାଶର ବେଷ୍ଟନୀ ମଧ୍ୟରେ ସେହି କପଟ ପାଶାର ଘଟଣାବଳୀ ତାଙ୍କ ଆଖି ଆଗରେ ଆସି ନାଚି ଯାଉଥାଏ ଓ ପାଞ୍ଚାଳୀର ଅପମାନ ତାଙ୍କର ହୃଦୟକୁ ବିଦୀର୍ଣ୍ଣ କରି ଦେଉଥାଏ। ବନବାସ ଦୁଃଖରେ ତାଙ୍କର ଭାଇମାନେ ଦ୍ରୌପଦୀଙ୍କ ସହ କିପରି ଅସହ୍ୟ କଷ୍ଟ ଭୋଗ କରୁଛନ୍ତି ତାହା ସବୁବେଳେ ତାଙ୍କର ମନେ ପଡୁଥାଏ। ଇନ୍ଦ୍ରଙ୍କ ସହିତ ଥିବାବେଳେ ସେ ସମସ୍ତ ଦୈବ୍ୟ ଅସ୍ତ୍ରଶସ୍ତ୍ର ଅଳ୍ପ କାଳ ମଧ୍ୟରେ ଶିକ୍ଷା କରି ଦେବରାଜଙ୍କ ଆଦେଶ ଅନୁସାରେ ଗନ୍ଧର୍ବରାଜ ଚିତ୍ରସେନଙ୍କଠାରୁ ସଙ୍ଗୀତ ବିଦ୍ୟା ମଧ୍ୟ ଶିକ୍ଷା କଲେ। ଏହି ସମୟରେ ସେଠାରେ ଅନ୍ୟ ଏକ ଘଟଣା ଘଟିଲା। ଅର୍ଜୁନଙ୍କ ବୀରତ୍ୱ ତାଙ୍କର ରୂପ ଯୌବନରେ ମୁଗ୍ଧ ହୋଇ ଇନ୍ଦ୍ରପୁରୀର ଶ୍ରେଷ୍ଠ ନର୍ତ୍ତକୀ ଉର୍ବଶୀ ଦିନେ ରାତ୍ରିରେ ତାଙ୍କର ପ୍ରଣୟ ଭିକ୍ଷା କରିବାକୁ ଆସିଲେ। ଅର୍ଜୁନ କହିଲେ, ଆପଣ ଦେବଲୋକର ନର୍ତ୍ତକୀ, ରାଜା ନହୁଷଙ୍କର ପତ୍ନୀ ଭାବରେ ପୁରୁବଂଶର ଜନନୀ ରୂପେ ଆମ୍ଭମାନଙ୍କର ମାତୃତୁଲ୍ୟ ମାନନୀୟା। ତେଣୁ ଆପଣ ମୋତେ କ୍ଷମା ଦେଇ ସ୍ୱଗୃହକୁ ପ୍ରତ୍ୟାବର୍ତ୍ତନ ହୁଅନ୍ତୁ। ନିଜ ରୂପର ଅଭିମାନିନୀ ଉର୍ବଶୀ କଳନା କରିପାରିଲେ ନାହିଁ ଯେ କେବେ ତାଙ୍କର ପ୍ରଣୟ ପ୍ରତ୍ୟାଖ୍ୟାନ ହୋଇପାରେ। କ୍ରୋଧରେ ତାଙ୍କର ଶରୀର କମ୍ପିତ ଓ ଭ୍ରୁଲତାଦ୍ୱୟ କୁଞ୍ଚିତ ହେବାକୁ ଲାଗିଲା। ସେ ଧନଞ୍ଜୟକୁ ଅଭିଶାପ ଦେଇ କହିଲେ, ତୁମେ ମୋର ପ୍ରଣୟ ଭିକ୍ଷାକୁ ଯେପରି ଭାବରେ ଅବଜ୍ଞା କଲ, ତାର ଫଳସ୍ୱରୂପ କିଛି ଦିନ ପୁଂସତ୍ୱହୀନ କ୍ଳୀବ ଭାବରେ ରହିବ ଓ ବୀରଶ୍ରେଷ୍ଠ ହେଲେ ମଧ୍ୟ ପୃଥିବୀରେ ତୁମକୁ ସେହିପରି ଭାବରେ ସମସ୍ତେ ଜାଣିବେ। ଅର୍ଜୁନଙ୍କର ହୃଦୟ ନିର୍ମଳ ଓ ନିଷ୍କଳଙ୍କ ଥିଲା। ତାଙ୍କ ପ୍ରତି ଏହି ବାଣୀ ଅବିଧେୟ ଓ ଅସଙ୍ଗତ ହେଲେ ମଧ୍ୟ ଦେବ ନର୍ତ୍ତକୀଙ୍କର ଅଭିଶାପ ଅନ୍ୟଥା ହେବାର ନୁହେଁ। ତାହା ଏପରି ସମୟରେ ଫଳିଲା ଯେତେବେଳେ ଏହା ବରଦାନ ସ୍ୱରୂପ କାର୍ଯ୍ୟ କଲା। 12 ବର୍ଷ ବନବାସ ପରେ ପାଣ୍ଡବମାନେ ଯେତେବେଳେ ବିରାଟ ନଗରୀରେ ବର୍ଷେ ଅଜ୍ଞାତବାସ କଲେ, ସେତେବେଳେ ବିଶ୍ୱବିଶ୍ରୁତ ଯୋଦ୍ଧା ଧନଞ୍ଜୟ ବୃହନ୍ନଳ ନାମ ଧାରଣ କରି ରାଜକନ୍ୟା ଉତ୍ତରାଙ୍କର ନୃତ୍ୟଗୁରୁ ରୂପେ ଆତ୍ମଗୋପନ କରିଥିଲେ। ଅର୍ଜୁନଙ୍କ ଅନୁପସ୍ଥିତିରେ ପାଣ୍ଡବମାନଙ୍କୁ ଘୋର ଦୁଃଖରେ କାଳାତିପାତ କରିବାକୁ ହେଲା। କିଛି କାଳ କୃଷ୍ଣ କାମ୍ୟକ ବନରେ ସେମାନଙ୍କ ସହିତ ଆସି ଅବସ୍ଥାନ କରିଥିଲେ। ପୂର୍ବରୁ ଯୁଧିଷ୍ଠିରଙ୍କୁ ବନବାସ ବ୍ରତ ଛାଡ଼ିବା ପାଇଁ ବହୁତ ପ୍ରବର୍ତ୍ତାଇବା ପରେ ସଫଳ ନ ହୋଇ ଭୀମ ମନ ଦୁଃଖ ମନରେ ମାରି ରହିଥିଲେ। କିନ୍ତୁ ଅର୍ଜୁନ ନଥିବାରୁ ସେ ଆଉ ତାଙ୍କର ଦୁଃଖ ଚାପି ରଖି ପାରିଲେ ନାହିଁ। ଦିନେ ଯୁଧିଷ୍ଠିରଙ୍କୁ ସେ କହିଲେ, ଆପଣଙ୍କ ଆଦେଶରେ ଅର୍ଜୁନ ହିମାଳୟ ଅଭିମୁଖରେ ଯାତ୍ରା କଲେ। ସେ କୁଆଡ଼େ ଗଲେ, କେଉଁଠି ରହିଲେ, ତାର କୌଣସି ସମ୍ବାଦ ଆମକୁ ଏପର୍ଯ୍ୟନ୍ତ ମିଳିଲା ନାହିଁ। ଆପଣ ଜାଣନ୍ତି, ଅର୍ଜୁନ ପାଣ୍ଡବମାନଙ୍କର ପିଣ୍ଡର ପ୍ରାଣ ସ୍ୱରୂପ। ତାଙ୍କୁ ଆଶ୍ରୟ କରି ଆପଣ ରାଜ୍ୟ ଓ ଧନ ଫେରି ପାଇବାର ଆଶା ରଖିଛନ୍ତି। ସେ ବହୁ ଦୁଃଖ କଷ୍ଟ ଭୋଗ କରିବେ। ଏହା ଜାଣି ମଧ୍ୟ ଆପଣ ତାଙ୍କୁ ଦୁର୍ଗମ ପର୍ବତ ଓ ଅରଣ୍ୟ ମଧ୍ୟକୁ ପ୍ରେରଣ କଲେ। ଯଦି ଅର୍ଜୁନ ନ ଫେରନ୍ତି ତାହେଲେ ସାତ୍ୟକୀ, କୃଷ୍ଣ ବା ପାଞ୍ଚାଳର ରାଜପୁତ୍ରମାନେ କେହି ଆମକୁ ରକ୍ଷା କରିପାରିବେ ନାହିଁ। ଦୂତ ରୂପକ ଚକ୍ରାନ୍ତରେ ପଡ଼ିଯାଇ ଆମମାନଙ୍କୁ କି ଦୁଃଖ ଭୋଗ କରିବାକୁ ହେଲା। ଯେତେବେଳେ ଶକୁନି, କର୍ଣ୍ଣ ଓ ଦୁର୍ଯ୍ୟୋଧନ ପାଞ୍ଚାଳୀଙ୍କୁ କୁରୁସଭାରେ ଅପମାନିତ କଲେ, ସେତେବେଳେ ମହାଧନୁର୍ଦ୍ଧର ପାର୍ଥଙ୍କ ସାହାଯ୍ୟରେ ମୁଁ ଏମାନଙ୍କୁ ଅବିଳମ୍ବେ ନିହତ କରିଥାନ୍ତି। କିନ୍ତୁ କେବଳ ଆପଣଙ୍କର ସନ୍ତୋଷ ବିଧାନ ପାଇଁ ଏହି ନ୍ୟାୟଯୁକ୍ତ କାର୍ଯ୍ୟରୁ ମୁଁ ନିବୃତ୍ତ ହୋଇଛି। ଅନ୍ୟମାନେ ମଧ୍ୟ ନିଜ ମନର ଦୁଃଖ ମନରେ ମାରି ରହିଛନ୍ତି। କେତେଦିନ ଏହିପରି କ୍ଷାତ୍ରବୃତ୍ତିରୁ ଦୂରରେ ରହି ଆମ୍ଭମାନଙ୍କୁ କାଳାତିପାତ କରିବାକୁ ହେବ? ହେ ରାଜା, ବର୍ତ୍ତମାନ ମଧ୍ୟ ସମୟ ଅଛି, ଯେତେବେଳେ ଆମେ କୃଷ୍ଣଙ୍କ ସାହାଯ୍ୟରେ ଆମର ଅଭୀଷ୍ଟ ଲକ୍ଷ୍ୟ ସାଧନ କରିପାରିବା। ଯୁଧିଷ୍ଠିର ଭୀମଙ୍କୁ ଆଲିଙ୍ଗନ କରି କହିଲେ, ହେ ବୀର, 13 ବର୍ଷ ପରେ ତୁମର ଉଦ୍ଦେଶ୍ୟ ନିଶ୍ଚୟ ସିଦ୍ଧ ହେବ। ଅର୍ଜୁନଙ୍କ ସାହାଯ୍ୟରେ ତୁମେ ନିଶ୍ଚୟ ଦୁର୍ଯ୍ୟୋଧନଙ୍କୁ ତାର ବନ୍ଧୁ ଓ ଅନୁଚରମାନଙ୍କୁ ସହିତ ବିନାଶ କରିବ। ବର୍ତ୍ତମାନ ସେ ସମୟ ଆସିନାହିଁ, ଧୈର୍ଯ୍ୟ ଧର। ଦୁର୍ଯ୍ୟୋଧନ ନିଶ୍ଚୟ ପାପଯୁକ୍ତ କର୍ମର ଫଳ ଭୋଗ କରିବ। ଦୁଃଖଗ୍ରସ୍ତ ପାଣ୍ଡବ ପୁତ୍ର ମାନଙ୍କ ମଧ୍ୟରେ ଏହିପରି ଆଲୋଚନା ହେଉଥିବା ବେଳେ ମହର୍ଷି ବୃହଦସ୍ୱ ପାଣ୍ଡବମାନଙ୍କ ଆଶ୍ରମରେ ପହଞ୍ଚିଲେ। ଯୁଧିଷ୍ଠିର ଶାସ୍ତ୍ରୋକ୍ତ ବିଧିରେ ତାଙ୍କୁ ଅଭିବାଦନ କରି ଆସନରେ ବସାଇ କିଛି ସମୟ ପରେ କହିଲେ, ମହାଭାଗ, କପଟ ଅକ୍ଷକ୍ରୀଡ଼ାରେ ନିପୁଣ ଆମର ଶତ୍ରୁମାନେ ଆମକୁ କ୍ରୀଡ଼ାକୁ ନିମନ୍ତ୍ରିତ କରି ସମସ୍ତ ରାଜ୍ୟ ଓ ଧନ ଅପହରଣ କରିନେଲେ। ଆମର ପତ୍ନୀ ପାଞ୍ଚାଳୀଙ୍କୁ ରାଜସଭାରେ ଅପମାନିତ କରାଇଲେ। ଶେଷକୁ ବକଳ ପିନ୍ଧାଇ 12 ବର୍ଷ ବନବାସ ଓ ବର୍ଷେ ଅଜ୍ଞାତବାସ ପାଇଁ ଆମକୁ ଶପଥ କରାଇ ନେଲେ। ଏଠାରେ ଆମେ ଘୋର ଦୁଃଖରେ କାଳାତିପାତ କରୁଛୁ। ଦୁଃଖ ପରେ ପୁଣି ଅଧିକ ଦୁଃଖ ଆସିବା ପରେ ମୋର କନିଷ୍ଠ ଭ୍ରାତା ଅର୍ଜୁନ ଦିବ୍ୟାସ୍ତ୍ର ସନ୍ଧାନରେ ଯାଇ ଏପର୍ଯ୍ୟନ୍ତ ଫେରିଲେ ନାହିଁ। ସେ କେଉଁଠାରେ ଅଛନ୍ତି, ତାଙ୍କର ଉଦ୍ୟମ ସଫଳ ହେଲା କି ନାହିଁ, ସେ ସମସ୍ତ ବିଷୟ ଚିନ୍ତା କରି ଆମର ହୃଦୟ ସବୁବେଳେ ସନ୍ତାପିତ ହେଉଛି। ସଂସାରରେ ଆମଠାରୁ ବଳି ଦୁଃଖୀ ଲୋକ ଆଉ କେହି ନାହିଁ। ଅଭିଜ୍ଞ ତପୋଧନ ଧର୍ମନିଷ୍ଠ ରାଜାଙ୍କୁ ସାନ୍ତ୍ୱନା ଦେଇ କହିଲେ, ଆପଣଙ୍କ ପରି ଧର୍ମଜ୍ଞ ବ୍ୟକ୍ତି ଦୁଃଖରେ ବିଚଳିତ ହେବା ଉଚିତ ନୁହେଁ। ଅର୍ଜୁନ ନିଶ୍ଚୟ ସିଦ୍ଧ ଅସ୍ତ୍ରମାନଙ୍କର ଅଧିକାରୀ ହୋଇ ଫେରିବେ। ଆପଣ ଶତ୍ରୁମାନଙ୍କୁ ଦମନ କରି ପୁଣି ଆପଣଙ୍କର ରାଜ୍ୟ ଓ ଐଶ୍ୱର୍ଯ୍ୟ ଫେରି ପାଇବେ।
ଆଉ ଆପଣ ଯାହା କହିଲେ ଆପଣଙ୍କ ଭଳି ଦୁଃଖୀ କେହି ସଂସାରରେ ନାହିଁ, ତାହା ସତ୍ୟ ନୁହେଁ। ପୂର୍ବରୁ ନଳରାଜା ଆପଣଙ୍କଠାରୁ ଆହୁରି ଅସହନୀୟ ଦୁଃଖ ଭୋଗ କରିଥିଲେ। ସେ ନିଷେଧ ଦେଶର ରାଜା ବୀରସେନଙ୍କ ପୁତ୍ର। କଳି ଦ୍ୱାପରଙ୍କ ସହାୟତାରେ ତାଙ୍କର ଭାଇ ପୁଷ୍କର ତାଙ୍କୁ ଦୂତକ୍ରୀଡ଼ା ପାଇଁ ନିମନ୍ତ୍ରିତ କରି ପରାଜିତ କରିଥିଲେ। ରାଜ୍ୟରୁ ନିର୍ବାସିତ ହୋଇ କଳି ଦ୍ୱାରା ବଶୀଭୂତ ହୋଇ ସେ ତାଙ୍କର ପ୍ରିୟତମା ପତ୍ନୀକୁ ମଧ୍ୟ ପରିତ୍ୟାଗ କଲେ। ତାଙ୍କ ସଙ୍ଗରେ କେହି ନଥିଲେ। ଭ୍ରାତା, ବଧୂ, ପତ୍ନୀ ଓ ଅନୁଗତ ବ୍ରାହ୍ମଣମାନେ। ତାଙ୍କର ଦୁଃଖ ତୁଳନାରେ ଆପଣମାନଙ୍କର ଦୁଃଖ କିଛି